ଆଜିଠାରୁ ଆରମ୍ଭ ଓଡ଼ିଶା ପ୍ରସିଦ୍ଧ ବରୁଣେଶ୍ୱର ମକର ମେଳା ଯାତ୍ରା ମହାମିଳନ। ମଇଦାନରେ 6ଗୋଟି ଯାତ୍ରା ଅନୁଷ୍ଠାନ। ଆଜିଠାରୁ ଅପେରା ରାଜଦରବାର ଆଉ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ। ଆଜି ଓଳାଶୁଣୀ ଗୁମ୍ଫା ମେଳାର ଦ୍ୱିତୀୟ ଦିବସ। ମଇଦାନରେ 7ଗୋଟି ଯାତ୍ରା ଅନୁଷ୍ଠାନ। ଆଜି ଅପେରା ଅଶୋକ ସମ୍ରାଟ ଆଉ ଅପେରା ସୂର୍ଯ୍ୟ ମନ୍ଦିର। ଯାତ୍ରାରାଣୀ ସିଂହବାହିନୀର ଚର୍ଚ୍ଚିତ ନାଟକ ତୁ ମୋ ବଜରଙ୍ଗୀର ନାଟ୍ୟକାର ଡକ୍ଟର ରଞ୍ଜିତ କୁମାର ଲେଙ୍କା ଆଗାମୀ ଯାତ୍ରା ବର୍ଷ ପାଇଁ ପ୍ରସ୍ତୁତ କରିବା ପାଇଁ ଯାଉଛନ୍ତି ଏକ ଭିନ୍ନ ସ୍ୱାଦର ନାଟକ ମୁଁ। ଭିନ୍ନ ଏକ ପରିଚୟ ନେଇ ଆଗାମୀ ଯାତ୍ରା ବର୍ଷ ଇଞ୍ଜିନିୟର ପ୍ରସନ୍ନଜିତ ନାୟକଙ୍କ ପରିକଳ୍ପିତ ଆଡଭୋକେଟ ସୁଦୀପ୍ତା ସିଂଙ୍କ ପ୍ରଯୋଜିତ ଅପେରା ଯାଜ୍ଞସେନୀ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଯୁବ ପ୍ରଯୋଜକ ସୁନୀଲ କୁମାର ରାଉତଙ୍କ ପ୍ରଯୋଜିତ ହାଇ ବିଗ ବଜେଟ ଯାତ୍ରା ଅନୁଷ୍ଠାନ ଅପେରା ସୂର୍ଯ୍ୟବଂଶୀ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରଯୋଜନାରେ ଆଗାମୀ ଯାତ୍ରା ବର୍ଷ ଯାତ୍ରା ମଇଦାନକୁ ଆସିବ ହାଇ ବିଗ ବଜେଟ ଯାତ୍ରା ଅନୁଷ୍ଠାନ ଅପେରା ଶ୍ରୀ ଗଣେଶ। ଯାତ୍ରା ଗ୍ରାଣ୍ଡ ମହଲର ଅପାର ସଫଳତା ପରେ ଆଗାମୀ ଯାତ୍ରା ବର୍ଷ ପ୍ରଯୋଜକ ନିରଞ୍ଜନ ସାହୁଙ୍କ ପ୍ରଯୋଜିତ ସହ ପ୍ରଯୋଜିକା ପୂଜାରାଣୀ ସାହୁଙ୍କ ମିଳିତ ସହଯୋଗରେ ଯାତ୍ରା ମଇଦାନକୁ ଆସିବ ଯାତ୍ରା ଗ୍ରାଣ୍ଡ ମହଲର ଦ୍ୱିତୀୟ ଯାତ୍ରା ଅନୁଷ୍ଠାନ ଅପେରା ମାହେଶ୍ୱରୀ। କିଛି ବର୍ଷର ନୀରବତା ପରେ ଆଗାମୀ ଯାତ୍ରା ବର୍ଷ ଯାତ୍ରା ମଇଦାନକୁ ଆସିବା ପାଇଁ ପ୍ରସ୍ତୁତି ଚାଲିଛି ବାବା ବଳିଆଙ୍କ ଯାତ୍ରା ସଚିଦାନନ୍ଦମ।